ସାଙ୍ଗମାନେ ସମସ୍ତ ଭାଇ ଭଉଣୀମାନଙ୍କୁ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା। କର୍ମମୟ ବ୍ୟସ୍ତବହୁଳ ଜୀବନକୁ ଟିକେ ଖୁସି ଟିକେ ଏନ୍ଜୟ କରିବା ପାଇଁ ସାଧାରଣତଃ ଆମେ 12 ମାସରେ 13 ପର୍ବ ପାଳନ କରିଥାଉ। ତା ମଧ୍ୟରେ ରଜ ପର୍ବ ହେଉଛି ଅନ୍ୟତମ। ରଜରେ ଝିଅମାନେ ଯେଉଁ ପୁଚି ଖେଳ, ରଜ ଦୋଳି, ସାଙ୍ଗମାନଙ୍କ ସହିତ ବୁଲାବୁଲି, ଯେଉଁ ମସ୍ତି, ପୁଅମାନଙ୍କର କବାଡ଼ି ଗୁଡ଼ି ଏସବୁର ଯେଉଁ ଆନନ୍ଦ, ତା ସହିତ ଆହୁରି ମଜା ଆସିଥାଏ ରଜ ପୋଡ଼ ପିଠା, ରଜ ପାନ ଖିଆରେ। ଏସବୁ ତ ପାଳନ କରିବା ପାଇଁ ପ୍ରାୟତଃ ଦେଖିବେ ବାହାରେ ଯେଉଁମାନେ ଥାନ୍ତି ଦୂର ଦୂରାନ୍ତରେ ସେମାନେ ଘରକୁ ଆସିଥାନ୍ତି ପାଳନ କରିବା ପାଇଁ। ସବୁ ରଜ ପର୍ବର ଯେଉଁ ଖୁସି ତା ଭାଷାରେ ପ୍ରକାଶ କରିବା ହବ। ଏ ବର୍ଷ ରଜ ପର୍ବ ଆମ ଘରେ ଆମେ କେମିତି କରୁଛୁ, ରଜ ପର୍ବ ସକାଳୁ ସକାଳୁ କ'ଣ ମୁଁ କଲି, କ'ଣ ପିଠାପଣା କେମିତି କ'ଣ ଖିଆପିଆ ହେଲା, ସେଇଟା ଆପଣମାନଙ୍କ ସହିତ ଆଜିର ଭିଡ଼ିଓରେ ସେୟାର କରୁଛି। ଆଉ ଭିଡ଼ିଓଟି ଦେଖନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ ସେୟାର କରନ୍ତୁ। ଆସନ୍ତୁ ଦେଖିବା ଆମ ରଜରେ ସକାଳୁ କ'ଣ ଖାଇବାକୁ ହେଇଛି। ସାଙ୍ଗମାନେ ଆପଣମାନେ ତ ଜାଣିଥିବେ ଆମ ମା ଯିବାର ମାତ୍ର 1.5 ମାସ ହେଇଛି। ବର୍ଷିକିଆ ନ ପୁରିବା ପର୍ଯ୍ୟନ୍ତ ଆମ ଘରେ ପିଠାପଣା କିଛି ହେବନି କୌଣସି ଓଷା ବାରରେ। ରଜର ପ୍ରଥମ ସକାଳେ ଆମର ବ୍ରେକଫାଷ୍ଟରେ କ'ଣ ଅଛି ଦେଖନ୍ତୁ। ଏଇଟା ହେଉଛି ମୁଆଁ ପିଠା ବା ରଜ ଯେଉଁ ଗୁଡ଼ ପିଠା, ତା ଅଛି ପୋଡ଼ ପିଠା, ଏପଟେ ମୁଁ ଘରେ ବନେଇ ଦେଇଛି ପରଠା ଆଉ ଭଜା, ତା ପାଖକୁ ଅଛି ଆମ୍ବ। ପିଠା ସବୁ ମୋ ସାନ ଭଉଣୀ